ନବମ ଶ୍ରେଣୀ ଜୀବବିଜ୍ଞାନ ବହିର ଜୈବ ବିବିଧତା ଚାପ୍ଟରର ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚିନ୍ ଆଲୋଚନା କରିବା। କେଉଁ ଜାତିର ଖୁବ୍ କମ୍ ସଂଖ୍ୟକ ଜୀବ ପୃଥିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ରହିଛନ୍ତି ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ଅତି ମନ୍ଥର ଗତିରେ ହେଉଥିବାରୁ ଏମାନଙ୍କର ସଂରକ୍ଷଣ ପାଇଁ ବିଶେଷ ପ୍ରକାର ପଦକ୍ଷେପର ଆବଶ୍ୟକତା ରହିଛି। ଅପସନ୍ ଏ ଦୁର୍ଲଭ ଜାତି। 2 ନମ୍ବର, କେଉଁ ଜାତିର ଜୀବମାନଙ୍କର ଶିକାର ବ୍ୟବସାୟ ଅତିମାତ୍ରାରେ ହେଉଥିବାରୁ ଓ ସେମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଅପସନ୍ ବି ଅସୁରକ୍ଷିତ ଜାତି। 3, କେଉଁ ଜାତିର ଜୀବମାନଙ୍କର ସଂଖ୍ୟା ଅତିମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ଏମାନେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଅପସନ୍ ସି ଲୁପ୍ତପ୍ରାୟ ଜାତି। 4 ନମ୍ବର, କେଉଁ ଜାତିର ଜୀବମାନେ ଅନ୍ୟ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ଏମାନେ ପୃଥିବୀ ପୃଷ୍ଠରୁ ଅପସରି ଗଲେଣି ବୋଲି ବିଚାର କରାଯାଉଛି। ଅପସନ୍ ଡି ବିଲୁପ୍ତ ଜାତି। 5, ଭାରତ ମହାସାଗରର ମରିସସ୍ ଦ୍ୱୀପରେ ଦେଖାଯାଉଥିବା ଡୋଡୋ ପକ୍ଷୀ ଓ ବିରାଟକାୟ ବକ୍ରଦନ୍ତଯୁକ୍ତ ଲୋମସ୍ ହାତୀ ବା ମାମଥ କେଉଁ ଶ୍ରେଣୀର ଜୀବ ଅଟନ୍ତି? ଅପସନ୍ ଏ ବିଲୁପ ଜାତି। 6 ନମ୍ବର, ବୃହତ୍କାୟ ପାଣ୍ଡା, 2 ସିଂହ ବିଶିଷ୍ଟ ଗଣ୍ଡା, ପାତାଳ ଗରୁଡ଼ ଗଛ ଓ କମଣ୍ଡଳୁ ଗଛ ଇତ୍ୟାଦି କେଉଁ ଜାତିର ଜୀବ ଅଟନ୍ତି? ଅପସନ୍ ବି ଲୁପ୍ତପ୍ରାୟ ଜାତି। 7 ନମ୍ବର, କେଉଁ ଜାତିର ଜୀବମାନେ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହେଉଥିବା କାରଣରୁ ଏମାନଙ୍କୁ ଭେଦ୍ୟ ଜାତି ମଧ୍ୟ କୁହାଯାଉଛି? ଅପସନ୍ ସି ଅସୁରକ୍ଷିତ ଜାତି। 9 ନମ୍ବର, ପେଟ୍ରୋମାଇଜନ୍ ଓ ମିକ୍ସିନ୍ ଭଳି ଆଦିମ ମେରୁଦଣ୍ଡୀ ପ୍ରାଣୀମାନେ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ଏ ସାଇକ୍ଲୋଷ୍ଟୋମାଟା। 10, କେଉଁ ଜାତୀୟ ପ୍ରାଣୀମାନଙ୍କର ଖାଇବା ସମୟରେ ଜିଭଟି ମୁଖ ଗହ୍ୱରରୁ ବାହାରକୁ ଓଲଟ ଭାବରେ ଗତି କରି ଶିକାର ଉପରକୁ ନିକ୍ଷେପ କରିଥାଏ? ଅପସନ୍ ବି ଆମ୍ଫିବିଆ। 11, କେଉଁ ଶ୍ରେଣୀର ପ୍ରାଣୀମାନଙ୍କୁ ସାଧାରଣତଃ ସରୀସୃପ କୁହାଯାଏ? ଅପସନ୍ ସି ରେପ୍ଟିଲିଆ। 12, ଅଣୁଜୀବମାନଙ୍କ ଦୈର୍ଘ୍ୟ ଓ ପ୍ରସ୍ଥକୁ କେଉଁ ଏକକରେ ପ୍ରକାଶ କରାଯାଏ? ଅପସନ୍ ଏ ମାଇକ୍ରୋମିଟର। 13 ନମ୍ବର, କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ କ'ଣ କୁହାଯାଏ? ଅପସନ୍ ବି ଜୈବ ବିବିଧତା। 14 ନମ୍ବର, କେଉଁ କାରଣ ଯୋଗୁଁ ପୃଥିବୀ ପୃଷ୍ଠରେ ଜୈବ ବିବିଧତା ଦେଖାଯାଉଛି? ଅପସନ୍ ଡି ଜୈବ ବିବର୍ତ୍ତନ। 15, କେଉଁଟି ଜୀବ ବିଲୁପ୍ତିର ମୂଳ କାରଣ ଅଟେ? ଅପସନ୍ ସି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ପରିବେଶର ଅବକ୍ଷୟ। 16, ପ୍ରାଣୀ ଓ ଉଦ୍ଭିଦର ଶ୍ରେଣୀ ବିଭାଗକୁ ବୈଜ୍ଞାନିକ ଭାଷାରେ କ'ଣ କୁହାଯାଏ? ଅପସନ୍ ଡି ଟାକ୍ସୋନମି। 17, ଜୀବମାନଙ୍କର ଶ୍ରେଣୀ ବିଭାଗ ଦ୍ୱାରା କେଉଁଟି ସମ୍ଭବ ହୁଏ ନାହିଁ? ଅପସନ୍ ଡି ଜୀବମାନଙ୍କ ଓଜନ ସମ୍ବନ୍ଧରେ ତଥ୍ୟ ମିଳିଥାଏ। 18, କେଉଁ ବୈଜ୍ଞାନିକଙ୍କୁ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀ ବିଭାଗ ପଦ୍ଧତିର ଜନକ ବୋଲି କୁହାଯାଏ? ଅପସନ୍ ସି କ୍ୟାରୋଲସ୍ ଲିନିୟସ୍। 19, କ୍ୟାରୋଲସ୍ ଲିନିୟସ୍ ଜୀବମାନଙ୍କର ଶ୍ରେଣୀ ବିଭାଗ ପଦ୍ଧତିକୁ କେଉଁ ପୁସ୍ତକରେ ପ୍ରଥମେ ଉପସ୍ଥାପନ କରିଥିଲେ? ଅପସନ୍ ସି ସିଷ୍ଟେମା ନେଚୁରେ। 20, ଆନ୍ତର୍ଜାତିକ ଜୈବିକ ନାମକରଣ ନିୟମାବଳୀ ଅନୁସାରେ ସବୁଠାରୁ କ୍ଷୁଦ୍ରତମ ବିଭାଗକୁ କ'ଣ କୁହାଯାଏ? ଅପସନ୍ ବି ଜାତି। 21, ଆଗକାଳରେ ଜୀବଜଗତର ଶ୍ରେଣୀ ବିଭାଗ ପାଇଁ ମୁଖ୍ୟତଃ କାହା କଥା ବିଚାର କରାଯାଉଥିଲା? ଅପସନ୍ ଡି ବାହ୍ୟ ଲକ୍ଷଣ। 22, ଏକ ବା ଏକାଧିକ ଜାତିକୁ ନେଇ କ'ଣ ଗଠିତ ହୋଇଥାଏ? ଅପସନ୍ ଏ ପ୍ରଜାତି। 23, ସିଂହ, ବାଘ ଓ ବିରାଡ଼ି ଜାତୀୟ ପ୍ରାଣୀ କେଉଁ ପ୍ରଜାତିର ଅନ୍ତର୍ଭୁକ୍ତ? ଅପସନ୍ ସି ଫେଲିସ୍। 24, ସିଂହର ବୈଜ୍ଞାନିକ ନାମ କ'ଣ? ଅପସନ୍ ଏ ଫେଲିସ୍ ଲିଓ। 25, ବାଘର ବୈଜ୍ଞାନିକ ନାମ କ'ଣ ଅଟେ? ଅପସନ୍ ସି ଫେଲିସ୍ ଟାଇଗ୍ରିସ୍। 26, କଲରାପତ୍ରିଆ ବାଘର ବୈଜ୍ଞାନିକ ନାମ କ'ଣ ଅଟେ? ଅପସନ୍ ବି ଫେଲିସ୍ ପାରଡସ୍। 27, ବିରାଡ଼ିର ବୈଜ୍ଞାନିକ ନାମ କ'ଣ ଅଟେ? ଅପସନ୍ ଡି ଫେଲିସ୍ ଡୋମେଷ୍ଟିକା। 28, କେଉଁଟି ବରଗଛର ବୈଜ୍ଞାନିକ ନାମ ଅଟେ? ଅପସନ୍ ଏ ଫାଇକାସ୍ ବେଙ୍ଗାଲେନ୍ସିସ୍। 29, କେଉଁଟି ଅଶ୍ୱତ୍ଥ ଗଛର ବୈଜ୍ଞାନିକ ନାମ ଅଟେ?
ଅପସନ୍ ସି ଫାଇକସ୍ ରିଲିଜିଓସା। 30 କେଉଁଟି ମଣିଷର ବୈଜ୍ଞାନିକ ନାମ ଅଟେ? ଅପସନ୍ ବି ହୋମୋ ସାପିଏନ୍ସ। 31 ଲିନିୟସଙ୍କ ପ୍ରବର୍ତ୍ତିତ ଦ୍ୱିପଦ ନାମକରଣ ପଦ୍ଧତିକୁ କ'ଣ କୁହାଯାଏ? ଅପସନ୍ ଏ ବାଇନୋମିଆଲ ନୋମେନକ୍ଲେଚର। 32 ଜୀବର ଦ୍ୱିପଦ ନାମକରଣ ପ୍ରକ୍ରିୟାରେ ପ୍ରଥମ ପଦଟି କ'ଣ ଅଟେ? ଅପସନ୍ ସି ପ୍ରଜାତି। 33 ଜୀବର ଦ୍ୱିପଦ ନାମକରଣ ପଦ୍ଧତିରେ ଦ୍ୱିତୀୟ ପଦଟି କ'ଣ ଅଟେ? ଅପସନ୍ ଏ ଜାତି। 34 ଜୀବର ଦ୍ୱିପଦ ନାମକରଣ ପଦ୍ଧତିରେ ବ୍ୟବହୃତ ପ୍ରଜାତିର ବୈଜ୍ଞାନିକ ନାମଟି କେଉଁ ଶବ୍ଦରୁ ଆନିତ? 34 ବି ଲାଟିନ୍। 35 ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ କେଉଁ ଗ୍ରୀକ୍ ଦାର୍ଶନିକ ପ୍ରାଣୀମାନଙ୍କର ବାସସ୍ଥାନ ମୁଖ୍ୟତଃ ଜଳ, ସ୍ଥଳ ଓ ବାୟୁକୁ ଭିତ୍ତି କରି ସେମାନଙ୍କର ଶ୍ରେଣୀ ବିଭାଗ କରିଥିଲେ? ଅପସନ୍ ସି ଆରିଷ୍ଟଟଲ। 36 ଜୀବଜଗତର ଶ୍ରେଣୀ ବିଭାଗକରଣ ସମୟରେ ଜୀବଗୋଷ୍ଠୀ ମଧ୍ୟରେ କେଉଁ ଗୁଣକୁ ସାଧାରଣ ଲକ୍ଷଣ ଭାବେ ଗ୍ରହଣ କରାଯାଏ ନାହିଁ? ଅପସନ୍ ଡି ରଙ୍ଗ। 37 କେଉଁଟି ସୁନ୍ୟଷ୍ଟିୟ କୋଷର ସ୍ୱତନ୍ତ୍ର ପରିଚୟ ଅଟେ? ଅପସନ୍ ସି କୋଷ ଅଙ୍ଗିକା ଓ ନ୍ୟଷ୍ଟି। 38 ପ୍ରାକ୍ନ୍ୟଷ୍ଟିୟ କୋଷରେ କେଉଁଟି ନଥାଏ? ଅପସନ୍ ବି ସଂଗଠିତ ନ୍ୟଷ୍ଟି। 39 ବିଭିନ୍ନ ପର୍ବର ସମାହାରରେ କ'ଣ ଗଠିତ ହୋଇଥାଏ? ଅପସନ୍ ଏ ପ୍ରାଣୀ ଓ ଉଦ୍ଭିଦ ଜଗତ। 40 ଜୀବଜଗତର ଶ୍ରେଣୀ ବିଭାଗରେ କାହାକୁ ଏକକ ଭାବେ ଗ୍ରହଣ କରାଯାଇଛି? ଅପସନ୍ ବି ଜାତି। 41 1844 ମସିହାରେ କେଉଁ ବୈଜ୍ଞାନିକ ତିନି ଜଗତ ବିଶିଷ୍ଟ ପ୍ରସ୍ତାବ ଦେଇଥିଲେ? ଅପସନ୍ ଏ ଏଚ୍ ହେକେଲ। 42 1959 ମସିହାରେ କେଉଁ ବୈଜ୍ଞାନିକ ପାଞ୍ଚ ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗର ମତ ଦେଇଥିଲେ? ଅପସନ୍ ସି ରବର୍ଟ ହୁଇଟାକର। 43 କେଉଁଟି ସଠିକ୍ ପାଞ୍ଚ ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ ଅଟେ? ଅପସନ୍ ଡି ମୋନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି, ଏନିମାଲିଆ। 44 କେଉଁଗୁଡ଼ିକ ମୋନେରା ବର୍ଗୀକରଣ ଅନ୍ତର୍ଗତ ଜୀବ ଅଟନ୍ତି? ଅପସନ୍ ବି ବ୍ୟାକ୍ଟେରିଆ, ନୀଳହରିତ ଶୈବାଳ, ମାଇକୋପ୍ଲାଜମ। 45 କେଉଁଗୁଡ଼ିକ ପ୍ରୋଟିଷ୍ଟା ବର୍ଗୀକରଣ ଅନ୍ତର୍ଗତ ଜୀବ ଅଟନ୍ତି? ଅପସନ୍ ଏ ଡାଇଏଟମ୍, ପାରାମାଇସିୟମ୍, ଏମୋବା। 46 କେଉଁଗୁଡ଼ିକ ଫଞ୍ଜାଇ ବର୍ଗୀକରଣ ଅନ୍ତର୍ଗତ ଜୀବ ଅଟନ୍ତି? ସି ଇଷ୍ଟ, ଛତୁ, ଲାଇକେନ୍। 47 କେଉଁଗୁଡ଼ିକ ପ୍ଲାଣ୍ଟି ବର୍ଗୀକରଣ ଅନ୍ତର୍ଗତ ଜୀବ ଅଟନ୍ତି? ଡି ପଦ୍ମ, ଏଜୋଲା, ଘାସ, ଆଖୁ। 48 କେଉଁଗୁଡ଼ିକ ଏନିମାଲିଆ ବର୍ଗୀକରଣ ଅନ୍ତର୍ଗତ ଜୀବ ଅଟନ୍ତି? ଅପସନ୍ ଏ ପ୍ରବାଳ, ମାଛି, ମଶା, ଗେଣ୍ଡା, ସାପ। 49 ଯେଉଁ ବିଭାଗରେ ଥିବା ଉଦ୍ଭିଦ ଗୁଡ଼ିକର ଆକାର ସରଳ, ଶରୀରର ଗଣ୍ଠି, ଚେର ଓ ପତ୍ର ଆଦିରେ ବିଭକ୍ତ ନ ହୋଇ କେବଳ ଏକ ଅବିଭକ୍ତ ପିଣ୍ଡି ବା ଥାଲସ୍ ଆକାର ରହିଥାଏ ତାହାକୁ କ'ଣ କୁହାଯାଏ? ଥ୍ୟାଲୋଫାଇଟା। 50 ଯେଉଁ ବିଭାଗରେ ଥିବା ଉଦ୍ଭିଦ ଗୁଡ଼ିକର ଆକାର ଚେପ୍ଟା ଓ ସେଥିରେ କାଣ୍ଡ, ମୂଳ, ପତ୍ର ଇତ୍ୟାଦି ବାରି ହୁଏ ନାହିଁ ଓ ଚେର ଭଳି କେତେକ ରାଇଜେଡ୍ ରହିଥାଏ ତାହାକୁ କ'ଣ କୁହାଯାଏ? ଅପସନ୍ ଡି ବ୍ରାୟୋଫାଇଟା। 51 ଯେଉଁ ବିଭାଗରେ ଥିବା ଉଦ୍ଭିଦ ଗୁଡ଼ିକର କାଣ୍ଡ ଛୋଟ କିନ୍ତୁ ପତ୍ର, ମୂଳ ଓ ସମ୍ବାହୀ ଟିସୁ ଥାଏ ଏବଂ ପତ୍ରର ପଛପଟରେ ସ୍ପୋର ତିଆରି ହୁଏ ସେହି ଉଦ୍ଭିଦ ସମୂହକୁ କ'ଣ କୁହାଯାଏ? ଅପସନ୍ ବି ଟେରିଡୋଫାଇଟା। 52 ଥାଲୋଫାଇଟା, ବ୍ରାୟୋଫାଇଟା, ଟେରିଡୋଫାଇଟାର ନଗ୍ନ ଭ୍ରୂଣକୁ କ'ଣ କୁହାଯାଏ? ଅପସନ୍ ସି ସ୍ପୋର। ଯେଉଁ ଉଦ୍ଭିଦମାନଙ୍କର ଫୁଲ, ଫଳ, ମଞ୍ଜି ନଥାଏ ସେମାନଙ୍କୁ କେଉଁ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି? ଅପସନ୍ ଡି କ୍ରିପ୍ଟୋଗ୍ରାମ। 54 ସପୁଷ୍ପକ ଉଦ୍ଭିଦ ସମୂହ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ବି ଫେନେରୋଗାମ। 55 ଯେଉଁ ଉଦ୍ଭିଦମାନଙ୍କର ବୀଜ ବା ମଞ୍ଜି ଗୁଡ଼ିକ ନଗ୍ନ ଅବସ୍ଥାରେ ଏକ ରେଣୁପିଣ୍ଡ ଭାବରେ ରହିଥାନ୍ତି ସେମାନଙ୍କୁ କ'ଣ କୁହାଯାଏ? ଏ ନଗ୍ନ ବୀଜି। 56 ଯେଉଁ ଉଦ୍ଭିଦମାନଙ୍କର ମଞ୍ଜି ଗୁଡ଼ିକ ଗୋଟିଏ ଆବରଣ ମଧ୍ୟରେ ଆବଦ୍ଧ ହୋଇ ରହିଥାଏ ସେହି ବିଭାଗର ଉଦ୍ଭିଦ ସମୂହ କ'ଣ କୁହାଯାଏ? ସି ଆବୃତ ବୀଜି। 57 କେଉଁଟି ଏକ ବୀଜ ପତ୍ରର ଉଦାହରଣ ଅଟେ? ସି ବାଉଁଶ। 58 କେଉଁଟି ଦ୍ୱିବୀଜ ପତ୍ରର ଉଦାହରଣ ଅଟେ? ଅପସନ୍ ବି ପୋଟଳ। 59 କେଉଁଟି ନଗ୍ନ ବୀଜର ଉଦାହରଣ ଅଟେ? ଅପସନ୍ ସି ଥୁଜା। 60 କ୍ୟାରୋଲସ୍ ଲିନିୟସ୍ କେତୋଟି ଗବେଷଣା ପତ୍ର ପ୍ରକାଶିତ କଲା ପରେ ସିଷ୍ଟେମାଚୁରା ନାମକ ପୁସ୍ତକ ଲେଖିଥିଲେ? ଅପସନ୍ ସି 14।
ଓଡ଼ୋସମାରୀ ପାଇନ୍ ଓ ଥୁଜା ଇତ୍ୟାଦି କେଉଁ ଶ୍ରେଣୀର ଉଦ୍ଭିଦ ଅଟନ୍ତି? ଅପସନ୍ ବି ନଗ୍ନବୀଜି। 62 ସ୍ପାଇରୋଗାଇରା, ଇଲୋଥ୍ରିକ୍ସ ଓ କାରା ଇତ୍ୟାଦି ଉଦ୍ଭିଦ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ସି ଥାଲୋଫାଇଟା। 63 ମସ୍, ମାର୍କାନ୍ସିଆ ଓ ରିକ୍ସିଆ ଇତ୍ୟାଦି ଉଦ୍ଭିଦ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ବ୍ରାୟୋଫାଇଟା। ଅପସନ୍ ଡି। 64 ସାଇକନ୍, ସ୍ପଞ୍ଜିଲା ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ବି ଓରିଫେରା। 65 ହାଇଡ୍ରା ଓ ସି ଏନୋମେନ୍, ପ୍ରବାଳ ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ଡି ସିଲେଣ୍ଟେରାଟା। 66 ଯକୃତକୃମି, ଫିତାକୃମି ଓ ପ୍ଲାନାରିଆ ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ବି ପ୍ଲାଟିହେଲମିନ୍ଥସ୍। 67 ଦଶିକୃମି, ଜିଆକୃମି ଓ ଗୋଦ୍ରକୃମି ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ଡି ନିମାଟୋହେଲମିନ୍ଥସ୍। 68 ଜିଆ, ଜୋକ ଓ ନେରିସ୍ ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ଏ ଏନିଲିଡା। 69 ଚିଙ୍ଗୁଡ଼ି, କଙ୍କଡ଼ା, ମଶା ଓ ମାଛି ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ସି ଆର୍ଥ୍ରୋପୋଡା। 70 ଗେଣ୍ଡା, ଶାମୁକା, ଅକ୍ଟୋପସ୍ ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ମୋଲୁସ୍କା। ଅପସନ୍ ବି। 71 ସମୁଦ୍ର ତାରା ଓ ସମୁଦ୍ର କାକୁଡ଼ି ଇତ୍ୟାଦି ପ୍ରାଣୀ କେଉଁ ବିଭାଗର ଅନ୍ତର୍ଗତ ଅଟନ୍ତି? ଅପସନ୍ ବି ଏକାଇନୋଡର୍ମାଟା। 72 ବାଲାନୋଗ୍ଲୋସସ୍ କେଉଁ ପର୍ବର ଜୀବ ଅଟେ? ଏ ହେମିକର୍ଡାଟା। 73 କେଉଁ ପର୍ବର ଜୀବମାନଙ୍କ ଶରୀର ତିନି ଭାଗରେ ବିଭକ୍ତ, ଯଥା ପ୍ରୋବୋସିସ୍, କୋଲାର ଓ ଗଣ୍ଠି? ଅପସନ୍ ଏ ହେମିକର୍ଡାଟା। 74 କେଉଁ ପର୍ବର ଜୀବମାନଙ୍କର ପାଚକ ନଳୀଟି ମଣ୍ଡଳାକୃତି ବା ୟୁ ଆକୃତି ହୋଇଥାଏ? ଅପସନ୍ ବି ମୋଲୁସ୍କା। 75 କେଉଁ ପର୍ବର ଜୀବମାନେ ଟ୍ୟୁବ୍ ପାଦ ଦ୍ୱାରା ଚଳପ୍ରଚଳ କରନ୍ତି? ଅପସନ୍ ଏ ଏକାଇନୋଡର୍ମାଟା। 76 କେଉଁ ପର୍ବର କେତେକ ପ୍ରାଣୀମାନଙ୍କଠାରେ ପୁନରୁଦ୍ଭାବନ ପ୍ରକ୍ରିୟା ସମ୍ଭବ ହୋଇଥାଏ? ଅପସନ୍ ବି ଏକାଇନୋଡର୍ମାଟା। 77 କେଉଁ ଜୀବମାନଙ୍କର ବକ୍ଷରେ ଡେଣା ଓ ମୁଣ୍ଡରେ ଶୃଙ୍ଗିକା ରହିଥାଏ? ଅପସନ୍ ବି ମଶା, ଅସରପା। 78 କେଉଁ ଜୀବମାନେ ପାର୍ଶ୍ୱପଦ ଓ ସିଟା ଦ୍ୱାରା ଚଳପ୍ରଚଳ କରନ୍ତି? ଅପସନ୍ ଡି ଜିଆ, ଜୋକ। 79 କେଉଁ ଜୀବମାନଙ୍କ ରେଚନାଦି ବୃକ୍କ ବା ନେଫ୍ରିଡିଆ ଦ୍ୱାରା ସମ୍ପାଦିତ ହୋଇଥାଏ? ଅପସନ୍ ଡି ଜିଆ ଓ ଜୋକ। 80 କେଉଁ ପର୍ବର ଜୀବମାନଙ୍କର ଉପାଙ୍ଗ ଓ ଗୋଡ଼ଗୁଡ଼ିକ ଗଣ୍ଠିଯୁକ୍ତ ହୋଇଥାଏ? ଅପସନ୍ ସି ଆର୍ଥ୍ରୋପୋଡା। 81 କେଉଁ ପର୍ବଟି ତିନୋଟି ଉପପର୍ବରେ ବିଭକ୍ତ? ଅପସନ୍ ବି କର୍ଡାଟା। 82 କେଉଁ ଉପପର୍ବର ଜୀବମାନଙ୍କ ଶରୀର ଟ୍ୟୁନିକ୍ ନାମକ ଆବରଣ ଦ୍ୱାରା ଆବୃତ? ଅପସନ୍ ଡି ୟୁରୋକର୍ଡାଟା। 83 ହେଡ୍ମାନିଆ ଓ ଡୋଲିଓଲମ୍ ଇତ୍ୟାଦି କେଉଁ ଉପପର୍ବର ଜୀବ ଅଟନ୍ତି? ଅପସନ୍ ସି ୟୁରୋକର୍ଡାଟା। 84 ଆମ୍ପିଓକସାସ୍ କେଉଁ ଉପପର୍ବର ଜୀବ ଅଟେ? ଅପସନ୍ ବି ସେଫାଲୋକର୍ଡାଟା। 85 ସମସ୍ତ ମେରୁଦଣ୍ଡୀ ପ୍ରାଣୀ କେଉଁ ପର୍ବର ଅନ୍ତର୍ଗତ ଅଟନ୍ତି? ଅପସନ୍ ଡି ଭର୍ଟିବ୍ରାଟା। 86 କେଉଁ ପର୍ବର ଜୀବମାନଙ୍କୁ ଆଦିମ ମେରୁଦଣ୍ଡୀ ପ୍ରାଣୀ କୁହାଯାଏ? ଅପସନ୍ ଏ ସାଇକ୍ଲୋଷ୍ଟୋମାଟା। 87 କେଉଁ ଜୀବଟି ଆଦିମ ମେରୁଦଣ୍ଡୀ ପ୍ରାଣୀର ଉଦାହରଣ ଅଟେ? ଅପସନ୍ ଡି ପେଟ୍ରୋମାଇଜନ୍। 88 ଯେଉଁ ଜୀବମାନେ ଉଭୟ ଜଳ ଓ ସ୍ଥଳ ରହିପାରନ୍ତି ସେମାନଙ୍କୁ କ'ଣ କୁହାଯାଏ? ଅପସନ୍ ଡି ଆମ୍ଫିବିଆ। 89 କେଉଁ ଜୀବର ହୃତ୍ପିଣ୍ଡ ତିନି କୋଠରୀ ଯୁକ୍ତ ବୃକ୍କ ଦ୍ୱାରା ରେଚନ କାର୍ଯ୍ୟ ହୁଏ? ଅପସନ୍ ଏ ସାଲମେଣ୍ଡର। 90 କେଉଁ ଶ୍ରେଣୀର ପ୍ରାଣୀମାନଙ୍କର ଖାଦ୍ୟ ସଞ୍ଚୟ ପାଇଁ ଗଳଧାନିକା ଓ ପାକନଳୀରେ ପେଷଣି ରହିଥାଏ? ଅପସନ୍ ଏ ଏପ୍ସ। 91 ଗଧ, ଘୋଡ଼ା, କଙ୍ଗାରୁ ଇତ୍ୟାଦି କେଉଁ ଶ୍ରେଣୀର ପ୍ରାଣୀ ଅଟନ୍ତି? ଅପସନ୍ ବି ମାମାଲିଆ। 92 କେଉଁଟି ଠିକ୍ ଯୁକ୍ତି ଅଟେ? ଅପସନ୍ ଡି ପାଇସେସ୍ର ଉଦାହରଣ ଟର୍ପେଡୋ ଅଟେ। 93 କେଉଁ ଆଦି ସ୍ତନ୍ୟପାୟୀ ଅଣ୍ଡା ଦିଏ? ଅପସନ୍ ସି ପ୍ଲାଟିପସ୍। 94 ପେଙ୍ଗୁଇନ୍ କେଉଁ ଶ୍ରେଣୀର ପ୍ରାଣୀ ଅଟେ? ଅପସନ୍ ଏ ଏପ୍ସ। 95 କେଉଁ ଶ୍ରେଣୀର ପ୍ରାଣୀମାନଙ୍କୁ ସାଧାରଣତଃ ସରୀସୃପ କୁହାଯାଏ? ଅପସନ୍ ସି ରେପ୍ଟିଲିଆ। 96 କେଉଁ ଶ୍ରେଣୀର ପ୍ରାଣୀମାନଙ୍କୁ ସାଧାରଣତଃ ପକ୍ଷୀ ବା ବିହଙ୍ଗ କୁହାଯାଏ? ଅପସନ୍ ଏ ଏପ୍ସ।